ମହାଯୋଗୀ ଶ୍ରୀ ଅରବିନ୍ଦ। ଲେଖକ ମନୋଜ ଦାସ। ପ୍ରଥମ ପର୍ଯ୍ୟାୟ, ଦ୍ୱିତୀୟ ପରିଚ୍ଛେଦ। ବରୋଦା। ନୀରବ ପ୍ରସ୍ତୁତି। ମୁଁ ପାଠ କରୁଛି ସମୀର ରଞ୍ଜନ ଦାସ। ମୋ ଅରବିନ୍ଦ କାହିଁକି ଏଡ଼େ ବଡ଼ଟାଏ ହେବ? ସେ ତ କେଡ଼େ ଛୋଟିଆ। ମୁମ୍ବାଇରୁ ଯାଇ ବରୋଦା ରାଜ ସରକାରରେ ଯୋଗ ଦେଇ ସାରି ଯେତେବେଳେ ଶ୍ରୀ ଅରବିନ୍ଦ ଦେଓଘରଠାରେ ତାଙ୍କ ଜନନୀଙ୍କୁ ଭେଟିଲେ, ସେ କହିଲେ ଏମିତି କଥା। ବାପା ପରଲୋକ ଗମନ କରିସାରିଥିଲେ। ମା ମାନସିକ ବିକଳତା ରୋଗ ଭୋଗୁଥିଲେ। ମୁଁ ପାଗଳ ମାର ପାଗଳ ପୁଅ। ଶ୍ରୀ ଅରବିନ୍ଦ ସୁସାହିତ୍ୟିକ ଦିନେନ୍ଦ୍ର କୁମାର ରାୟଙ୍କୁ କହିଥିଲେ। ଶ୍ରୀ ଅରବିନ୍ଦଙ୍କୁ ବଙ୍ଗଳା ଭାଷା ଶିଖିବାରେ ସାହାଯ୍ୟ କରିବା ନିମନ୍ତେ ରାୟ ମହାଶୟ କଲିକତାରୁ ଯାଇ ଭଦୋଦରାରେ ରହିଥାନ୍ତି। ରାୟ ମହାଶୟଙ୍କ ସରସ ସ୍ମୃତି କଥାରେ ଆମେ ପଢ଼ୁ, ଶ୍ରୀ ଅରବିନ୍ଦଙ୍କୁ ଦେଖିବା ପୂର୍ବରୁ ତାଙ୍କର ଯେଉଁ ମୂର୍ତ୍ତି କଳନା କରି ନେଇଥିଲି, ତାହା ଏହି ପ୍ରକାର। ବିଶାଳକାୟ ଯୁବା ପୁରୁଷ, ଆଖିରେ ଚଷମା, ଆପାଦ ମସ୍ତକ ହ୍ୟାଟ୍ କୋଟ୍ ବୁଟ୍ ମଣ୍ଡିତ, ତିର୍ଯ୍ୟକ୍ ଚାହାଣୀ, ମିଜାଜ ଭୟଙ୍କର ରୁକ୍ଷ। ମନେ ହୋଇଥିଲା ପାନରୁ ଚୂନ ଟିକିଏ ଖସିଗଲେ ବୋଧହୁଏ ସର୍ବନାଶ ହେବ। ବିଲାତ ତ ଦୂରର କଥା, ଯେତେବେଳେ ବମ୍ବେ ପର୍ଯ୍ୟନ୍ତ ନ ଯାଇ ବି ଅନେକେ ହନୁକରଣ ମୋହରେ ଉତ୍କଟ ଗୋରାତ୍ୱ ଲାଭ କରନ୍ତି, ସେତେବେଳେ ଆବାଲ୍ୟ ବିଲାତରେ ବାସ କରି ଅରବିନ୍ଦ କି ବିକଟ ବନି ନଥିବେ ଭାବି ହୃତ୍କମ୍ପ ହେଲା। ସୁତରାଂ କହିବା ବାହୁଲ୍ୟ, ଅରବିନ୍ଦଙ୍କ ସହିତ ପ୍ରଥମ ସାକ୍ଷାତରେ ବଡ଼ ନିରାଶ ହେଲି। କିଏ ଭାବିଥିଲା ଯେ ପାଦରେ ଶୁଣ୍ଢବାଲା ସେ କାଳର ନାଗରା ଜୋତା, ପରିଧାନରେ ମୋଟା ଶ୍ରୀହୀନ ଧଡ଼ିଲଗା ଖଦି, ଗ୍ରୀବାବଲମ୍ବିତ ପତଳା କେଶ, ଚକ୍ଷୁରେ କୋମଳତାପୂର୍ଣ୍ଣ ସ୍ୱପ୍ନମୟ ଭାବ, ଶ୍ୟାମବର୍ଣ୍ଣ କ୍ଷୀଣ ଦେହଧାରୀ ଏହି ଯୁବକ ଇଂରାଜୀ, ଫରାସୀ, ଲାଟିନ୍, ହିବ୍ରୁ ଓ ଗ୍ରୀକ୍ର ସଜୀବ ଝରଣା ଶ୍ରୀମାନ ଅରବିନ୍ଦ ଘୋଷ। ଯାହା ହେଉ, ଦିନେ ଦୁଇ ଦିନରେ ତାଙ୍କ ବ୍ୟବହାରରୁ ବୁଝାଗଲା, ଅରବିନ୍ଦଙ୍କ ହୃଦୟରେ ପୃଥିବୀର ହୀନତା ଓ କଳୁଷତା ନାହିଁ। ତାଙ୍କ ହସ ଶିଶୁର ହସ ଭଳି ସରଳ, ତରଳ ଓ ସୁକୋମଳ। ହୃଦୟର ଅଟଳ ସଂକଳ୍ପ ଓଠ ପ୍ରାନ୍ତରେ ଆତ୍ମପ୍ରକାଶ କଲେ ବି ମାନବର ଦୁଃଖ ମୋଚନ ପାଇଁ ଆତ୍ମବିସର୍ଜନର ଦେବଦୁର୍ଲଭ ଆକାଂକ୍ଷା ଭିନ୍ନ ସେ ହୃଦୟରେ ପାର୍ଥିବ ଉଚ୍ଚାଭିଳାଷର ବା ମନୁଷ୍ୟ ସୁଲଭ ସ୍ୱାର୍ଥପରତାର ଲେଶ ମାତ୍ର ନାହିଁ। ଅରବିନ୍ଦ ସେ ଯାଏଁ ମାତୃଭାଷାରେ କଥା କହିପାରୁନଥିଲେ, କିନ୍ତୁ ମାତୃଭାଷାରେ କଥା କହିବା ପାଇଁ ତାଙ୍କର କି ପ୍ରଗାଢ଼ ବ୍ୟାକୁଳତା। ଦିନ ରାତି ଏକତ୍ର ବାସ କରି କ୍ରମେ ଅରବିନ୍ଦଙ୍କ ହୃଦୟର ଯେତେ ଅଧିକ ପରିଚୟ ପାଇବାକୁ ଲାଗିଲି, ସେତିକି ବୁଝିଲି ଅରବିନ୍ଦ ଏ ପୃଥିବୀର ମନୁଷ୍ୟ ନୁହନ୍ତି। ଅରବିନ୍ଦ ଜଣେ ଶାପଭ୍ରଷ୍ଟ ଦେବତା। ଭଗବାନ କ'ଣ ଭାବି ତାଙ୍କୁ ଅଭିଶପ୍ତ ଭାରତକୁ ନିର୍ବାସିତ କରିଥିଲେ, ତାହା କେବଳ ସେ ହିଁ କହିପାରିବେ। ଶ୍ରୀ ଅରବିନ୍ଦଙ୍କୁ ଭଦୋଦରାରେ ଥିବା ମହାରାଜଙ୍କ କଲେଜରେ ଫରାସୀ ଏବଂ ଇଂରାଜୀ ଭାଷା ପଢ଼ାଇବାକୁ ପଡ଼ୁଥିଲା। ତାଙ୍କର ସେ ସମୟରେ ଜଣେ ଛାତ୍ର ଆଇନଜ୍ଞ R.N. ପାଟକର ଲେଖିଛନ୍ତି, ସେ କେବେ ବି ଆମ ଭଳି କୋମଳ ଶଯ୍ୟାରେ ଶୟନ କରୁନଥିଲେ। ଦୁର୍ବାଗ୍ରଥିତ ଆବରଣ ତଳେ ନଡ଼ିଆ କତାରେ ତିଆରି ସେଜ ତାଙ୍କ ବ୍ୟବହାର୍ଯ୍ୟ ଥିଲା। ମୁଁ ଥରେ ତାଙ୍କୁ ଏପରି ରୁକ୍ଷ ଓ କଠିନ ସେଜ ବ୍ୟବହାରର କାରଣ ପଚାରିବାରୁ ସେ ତାଙ୍କର ସ୍ୱଭାବ ସୁଲଭ ସ୍ମିତହସ ସହକାରେ ଉତ୍ତର ଦେଲେ, ବତ୍ସ, ତୁମେ ତ ଜାଣ ମୁଁ ବ୍ରହ୍ମଚାରୀ। ଆମର ଶାସ୍ତ୍ରର ନିର୍ଦ୍ଦେଶ ବ୍ରହ୍ମଚାରୀ ପକ୍ଷରେ କୋମଳ ଶଯ୍ୟା ପରିହାର୍ଯ୍ୟ। କେବଳ ଶଯ୍ୟା ନୁହେଁ, ବ୍ୟକ୍ତିଗତ ସ୍ୱାଚ୍ଛନ୍ଦ୍ୟର ସମସ୍ତ ଦିଗରେ ସେ ଥିଲେ ଉଦାସୀନ। ଦିନେନ୍ଦ୍ର କୁମାର ରାୟ ଲେଖୁଛନ୍ତି, ଅରବିନ୍ଦଙ୍କ ଖଣ୍ଡିଏ ଭିକ୍ଟୋରିଆ ଗାଡ଼ି, ଘୋଡ଼ା ଗାଡ଼ି ଥିଲା। ଘୋଡ଼ାଟି ଖୁବ୍ ବଡ଼,
କିନ୍ତୁ ଚାଲିବା ଗୁଣରେ ଗଧର ଭାଇ। ଚାବୁକରେ ବି ତାର ଗତି ବୃଦ୍ଧି ହେଉନଥିଲା। ଗାଡ଼ି ଖଣ୍ଡିକ କେତେ ପୁରୁଣା ସେ କଥା କେହି କହିପାରୁନଥିଲେ। ଅରବିନ୍ଦଙ୍କର ସବୁ ବିଚିତ୍ର। ସଂସାର ଜ୍ଞାନହୀନ ଥିଲେ ବୋଲି ବୋଧହୁଏ ସଭିଏଁ ତାଙ୍କୁ ଠକୁଥିଲେ। ଅର୍ଥରେ ଯାହାଙ୍କର ମମତା ନାହିଁ, ଠକିଗଲେ ମଧ୍ୟ ତାଙ୍କର ଅନୁତପ୍ତ ହେବାର ଅବକାଶ ନାହିଁ। ଅର୍ଥ ପ୍ରତି ଶ୍ରୀ ଅରବିନ୍ଦଙ୍କର ମନୋଭାବ ସମ୍ପର୍କରେ ପୁନର୍ବାର ପାଟକର ମହାଶୟଙ୍କ ସ୍ମୃତିଚାରଣ ଉପରେ ଦୃଷ୍ଟିପାତ କରାଯାଇପାରେ। ତାଙ୍କ ବିଷୟରେ ଆଉ ଗୋଟିଏ କଥା ଲକ୍ଷ୍ୟ କରିଥିଲି। ଟଙ୍କା ପଇସା ପ୍ରତି ଦିନେ ବି ତାଙ୍କର ଆକର୍ଷଣ ନଥିଲା। ସେ ଏକାଥରକେ 3 ମାସର ଦରମା ପାଉଥିଲେ। ଥାଳିରେ ଭର୍ତ୍ତି ହୋଇ ଟଙ୍କାତକ ଆସୁଥାଏ। ସେ ତାଙ୍କ ଟେବୁଲ ଉପରେ ଥିବା ଗୋଟିଏ ଖୋଲା ଆଧାରରେ ସେତକ ଓଜାଡ଼ି ଦେଉଥିଲେ। ସେ କେବେ ବି ଟଙ୍କାକୁ ନିରାପଦ ସ୍ଥାନରେ ବା ଚାବି ପକାଇ ରଖିବାର ପରିଶ୍ରମ ଟିକକ କରୁନଥିଲେ। ଟଙ୍କାକୁ ସେ ସେମିତି କାହିଁକି ପକାଇ ରଖୁଛନ୍ତି ବୋଲି ମୁଁ ଦିନେ ପ୍ରଶ୍ନ କରନ୍ତେ ସେ ହସି ଉତ୍ତର ଦେଲେ, ଆମେ ଯେ ସାଧୁ ଓ ସତ୍ଲୋକଙ୍କ ଗ୍ରହଣରେ ରହୁଛୁ, ଏହା ତାର ଏକ ପ୍ରମାଣ। ମୁଁ କହିଲି, କିନ୍ତୁ ଆପଣ ତ କେବେ ବି ହିସାବ ରଖନ୍ତି ନାହିଁ। ଅତଏବ ସାଧୁ ଓ ସତ୍ଲୋକଙ୍କ ଗହଣରେ ରହୁଥିବାର ପ୍ରମାଣ କେମିତି ପାଇଲେ? ସେ ଶାନ୍ତ ସ୍ନିଗ୍ଧ କଣ୍ଠରେ ଉତ୍ତର ଦେଲେ, ମୋ ପାଇଁ ହିସାବ ରଖନ୍ତି ଭଗବାନ। ଦିନେ ଦିନେ ମହାରାଜାଙ୍କ ବ୍ୟକ୍ତିଗତ ସଚିବ ଚିଠି ଲେଖିବେ, ଶ୍ରୀ ଅରବିନ୍ଦ ମହାରାଜଙ୍କ ସହ ରାତ୍ରି ଭୋଜନରେ ଯୋଗ ଦେଲେ ମହାରାଜ ଆପ୍ୟାୟିତ ହେବେ। ଅଥଚ ଶ୍ରୀ ଅରବିନ୍ଦ କହିଦେବେ, ମୋର ବେଳ ନାହିଁ। ଦୀନେନ୍ଦ୍ର କୁମାର ରାୟ ଚମକି ପଡ଼ୁଥିଲେ। ଯେଉଁ ପ୍ରବଳ ପ୍ରତାପୀ ମହାରାଜାଙ୍କ ସହ ଥରେ ମାତ୍ର ସାକ୍ଷାତର ସୁଯୋଗ ନିମନ୍ତେ ଦେଶ ବିଦେଶର କେତେ ସମ୍ଭ୍ରାନ୍ତ ଲୋକେ ଦିନ ଦିନ ଅପେକ୍ଷା କରୁଥାନ୍ତି, ତାଙ୍କ ନିମନ୍ତ୍ରଣ ପୁଣି ପ୍ରତ୍ୟାଖ୍ୟାନ କରିଦେଉଛନ୍ତି ତାଙ୍କରି ଜଣେ କର୍ମଚାରୀ। ଥରେ ଦୀନେନ୍ଦ୍ର କୁମାର ତାଙ୍କୁ କହିଲେ, ଆପଣ ଟିକିଏ ଚେଷ୍ଟା କଲେ କେତେ ମାନ ସମ୍ଭ୍ରମର ଅଧିକାରୀ ହୋଇପାରନ୍ତେ। କେତେ ଲୋକ ତୈଳପାତ୍ର ଧରି ଆପଣଙ୍କ ଦୁଆରେ ବୁଲୁଛନ୍ତି। ଶ୍ରୀ ଅରବିନ୍ଦ ତାଙ୍କୁ ଉତ୍ତର ଦେଲେ, ମାନ ସମ୍ଭ୍ରମ କ୍ଷମତା ପ୍ରତିପତ୍ତି ପ୍ରତି ତାଙ୍କର ତିଳେ ବି ଆଗ୍ରହ ନାହିଁ। କେତେ ଗୁଡ଼ିଏ ସ୍ୱାର୍ଥପର ମୂର୍ଖଙ୍କ ତୋଷାମଦିରେ କେଉଁ ଆନନ୍ଦ ମିଳେ? ସେ ଓଲଟା ପ୍ରଶ୍ନ କଲେ। ଦୀନେନ୍ଦ୍ର କୁମାର ଲେଖିଛନ୍ତି, କେବଳ ମୂର୍ଖର ତୋଷାମଦି ନୁହେଁ, ପଣ୍ଡିତମାନଙ୍କ ପ୍ରାଣଖୋଲା ପ୍ରଶଂସାରେ ବି ଅରବିନ୍ଦଙ୍କୁ ଆନନ୍ଦ ଉତ୍ଫୁଲ୍ଲ ହେବାର ଦେଖିନାହିଁ। ସେତେବେଳେ ରମେଶ ଚନ୍ଦ୍ର ଦତ୍ତ ICS ଥିଲେ ଜଣେ ବିଖ୍ୟାତ ବ୍ୟକ୍ତି। ତାଙ୍କ କର୍ମମୟ ଜୀବନ କାଳରେ ସେ ଏକଦା ଓଡ଼ିଶା ବିଭାଗର କମିଶନର, ପରବର୍ତ୍ତୀ ସମୟରେ ବରୋଦା ରାଜ୍ୟର ପ୍ରଧାନମନ୍ତ୍ରୀ ଏବଂ ସର୍ବୋପରି ନିଖିଳ ଭାରତ ଜାତୀୟ କଂଗ୍ରେସର ସଭାପତି ପଦ ଅଳଙ୍କୃତ କରିଥିଲେ। ବୋଧହୁଏ 1899 ଖ୍ରୀଷ୍ଟାବ୍ଦର ଶେଷ ଭାଗରେ ସେ ଭଦୋଦରା ଆସିଥାନ୍ତି ମହାରାଜାଙ୍କ ନିମନ୍ତ୍ରଣ କ୍ରମେ। ବୀରେନ୍ଦ୍ର କୁମାର ଲେଖିଛନ୍ତି, ଦତ୍ତ ମହାଶୟ ଅରବିନ୍ଦଙ୍କ କବି ପ୍ରତିଭା କଥା ଶୁଣିଥିଲେ। ସେ ପୂର୍ବରୁ ବିଲାତରେ ରାମାୟଣ ଓ ମହାଭାରତର ସଂକ୍ଷିପ୍ତ ପଦ୍ୟାନୁବାଦ ପ୍ରକାଶ କରିଥିଲେ। ଅରବିନ୍ଦ ମଧ୍ୟ ଏ ଦୁଇ ମହାକାବ୍ୟର ଆଂଶିକ ଅନୁବାଦ କରିଥାନ୍ତି। ସେ ସ୍ୱତଃ ପ୍ରବୃତ୍ତ ହୋଇ ଦେଖିବାକୁ ଚାହିଁବାରୁ ଅରବିନ୍ଦ କିଞ୍ଚିତ୍ କୁଣ୍ଠିତ ଭାବରେ ହିଁ ତାହା ତାଙ୍କୁ ଦେଖାଇଥିଲେ। ଗୁଣଗ୍ରାହୀ ଦତ୍ତ ମହାଶୟ ଏଡ଼େ ମୁଗ୍ଧ ହେଲେ ଯେ କହିଲେ, ତୁମର ଏ ଅନୁବାଦ ଦେଖିବା ପରେ ମୁଁ କାହିଁକି ବୃଥା ପରିଶ୍ରମ କଲି ସେ ପାଇଁ ଦୁଃଖ ହେଉଛି। ତୁମର ଏ କବିତା ମୁଁ ଆଗରୁ ଦେଖିଥିଲେ କଦାପି ମୋ ଅନୁବାଦ ଛାପିବାକୁ ଦେଇନଥାନ୍ତି। ମନେ ହେଉଛି ମୁଁ ବାଳସୁଲଭ ଚପଳତା କରିଛି। ଅଥଚ ଦତ୍ତ ମହାଶୟଙ୍କ ରାମାୟଣ ଓ ମହାଭାରତ ଅନୁବାଦର ପ୍ରଶଂସାରେ ଇଂଲଣ୍ଡର ସାପ୍ତାହିକ ଓ ମାସିକ ପତ୍ରିକା ସବୁର ସ୍ତମ୍ଭ ପୂର୍ଣ୍ଣ ହୋଇଥିଲା। ଦତ୍ତ ମହାଶୟଙ୍କ ଏଭଳି ପ୍ରଶଂସାରେ ବି ଅରବିନ୍ଦଙ୍କୁ ତିଳେ ବି ହର୍ଷୋତ୍ଫୁଲ୍ଲ ହେବାର ଦେଖିନାହିଁ। ସୁଖ ଦୁଃଖ ବିପଦ ସମ୍ପଦ ନିନ୍ଦା ପ୍ରଶଂସାରେ ଅରବିନ୍ଦ ଚିରଦିନ ନିର୍ବିକାର।
ନିନ୍ଦା ପ୍ରଶଂସା ଯେପରି ଶ୍ରୀ ଅରବିନ୍ଦଙ୍କ ମନ ଉପରେ କୌଣସି ପ୍ରଭାବ ପକାଉନଥିଲା, ଦୈହିକ ସୁବିଧା ଅସୁବିଧା ପ୍ରତି ମଧ୍ୟ ସେ ମନ ଦେଉନଥିଲେ। ଦୀନେନ୍ଦ୍ର କୁମାର ଲେଖିଛନ୍ତି, ଗ୍ରୀଷ୍ମକାଳର ଦୁଃସହ ରୌଦ୍ରରେ ଖପରୁଲି ତାତି ନିଆଁ ପାଲଟି ଯାଉଥିଲା। ପୁଣି ଶୀତ ଏଡ଼େ ତୀବ୍ର ଯେ ଛାତି ଭିତରେ ରକ୍ତ ଯେପରି ଜମିଯିବ। କିନ୍ତୁ ଅରବିନ୍ଦ ଶୀତ ଗ୍ରୀଷ୍ମରେ ସମାନ ନିର୍ବିକାର। ବିଖ୍ୟାତ ମରାଠୀ ଐତିହାସିକ ଗୋବିନ୍ଦ ଶାଖାରାମ ସରଦେଶାଇ ତାଙ୍କ ସ୍ମୃତି କଥାରେ ଲେଖିଛନ୍ତି, ଦିନେ ସେ ମହାରାଜଙ୍କ ସହ କଥାବାର୍ତ୍ତା ହେଲାବେଳେ ଶ୍ରୀ ଅରବିନ୍ଦ ସେଠାରେ ଥିଲେ। କୌଣସି ସଭାରେ ମହାରାଜା ଏକ ଭାଷଣ ଦେବାର ଥିଲା। ଶ୍ରୀ ଅରବିନ୍ଦ ତାହା ଲେଖିଦେଇଥାନ୍ତି। ତାହା ପଢ଼ି ମହାରାଜା କହିଲେ, ଅରବିନ୍ଦ ବାବୁ, ଭାଷା ଆଉ ଟିକିଏ ସରଳ ସ୍ତରକୁ ଆଣନ୍ତେ ନାହିଁ? ଏଡ଼େ ଚମତ୍କାର ଭାଷା ମୋର ହୋଇନଥିବ ବୋଲି ଲୋକେ ଭାବିବେ। ଶ୍ରୀ ଅରବିନ୍ଦ ମୃଦୁ ହସି କହିଲେ, ମହାରାଜ, ତୁଚ୍ଛାଠାରେ ଭାଷା ବଦଳାଇ ଲାଭ କ'ଣ? ଭାଷା ଖାଲି ଟିକିଏ ସରଳ କରିଦେଲେ କ'ଣ ଏହା ଆପଣଙ୍କ ଲେଖା ବୋଲି ଲୋକେ ଭାବିବେ? ଶ୍ରୀ ଅରବିନ୍ଦଙ୍କ ପ୍ରତି ଗଭୀର ଆକର୍ଷଣ ଅନୁଭବ କରୁଥିଲେ ମହାରାଜା। ସଙ୍ଗେ ସଙ୍ଗେ ତାଙ୍କ ପ୍ରତିଭାରୁ ଯେପରି ରାଜ୍ୟ ସବୁ ପ୍ରକାରେ ଲାଭବାନ ହେବ, ସେ ପାଇଁ ମଧ୍ୟ ସେ ଉଦ୍ଗ୍ରୀବ ଥିବାର କାଗଜପତ୍ରରୁ ଜଣାଯାଏ। ଶ୍ରୀ ଅରବିନ୍ଦ ଜଣେ ସଜ୍ଜନଙ୍କ ନିକଟରୁ ପ୍ରାଣାୟାମ ଏବଂ ପରେ ପରେ ବିଷ୍ଣୁ ଦିଗମ୍ବର ଲେଲେ ନାମକ ବିଶିଷ୍ଟ ଯୋଗୀଙ୍କ ଠାରୁ ଯୌଗିକ ଏକାଗ୍ରତାର ନିୟମ ଜାଣି ନେଇଥିଲେ। କିନ୍ତୁ ତାଙ୍କୁ ଯେପରି ସବୁ ଜଣାଥିଲା, ଖାଲି ସ୍ମରଣ ମାତ୍ର କରାଇ ଦେଉଥିଲେ ଲେଲେ। ଏଡ଼େ କ୍ଷିପ୍ର ଭାବରେ ଶ୍ରୀ ଅରବିନ୍ଦ ପରମ୍ପରାଗତ ଯୋଗର ସବୁ ପଦ୍ଧତି ଆୟତ୍ତ କରି ନେଉଥିଲେ ଯେ ସେଥିରେ ଲେଲେଙ୍କର ବିସ୍ମୟର ସୀମା ରହୁନଥିଲା। ସେଭଳି ଯୋଗ ଶିକ୍ଷାର୍ଥୀ ସମ୍ଭବପର ବୋଲି ସେ ବିଶ୍ୱାସ କରିପାରୁନଥିଲେ। ଜୀବନର ସେହି ପର୍ଯ୍ୟାୟରେ ଅଧ୍ୟାପନା ଓ ରାଜ୍ୟ ସରକାରର ଅନ୍ୟାନ୍ୟ କାର୍ଯ୍ୟ ତୁଲାଇବା ସଙ୍ଗେ ସଙ୍ଗେ ଶ୍ରୀ ଅରବିନ୍ଦଙ୍କ ମନଧ୍ୟାନ ଆହୁରି କେତେ ଦିଗରେ ଧାବମାନ ହେଉଥିଲା। ପ୍ରଥମତଃ ସେ ସଂସ୍କୃତ ଭାଷା ସମ୍ପୂର୍ଣ୍ଣ ଆୟତ୍ତ କରିନେଇଥାନ୍ତି, ଅନ୍ୟାନ୍ୟ କେତେଗୁଡ଼ିଏ ଭାରତୀୟ ଭାଷା ସମେତ। ଅବିଶ୍ୱାସ୍ୟ ଗତିରେ ସେ ବେଦ, ଉପନିଷଦ, ମହାକାବ୍ୟ ଏବଂ ପୁରାଣ ସବୁର ମହତ୍ଵ ଓ ତାତ୍ପର୍ଯ୍ୟ ହୃଦୟଙ୍ଗମ କରିପାରିଥିଲେ ବୋଲି ଆମେ ପରବର୍ତ୍ତୀ ସମୟରେ ପ୍ରମାଣ ପାଉ। ଦ୍ୱିତୀୟତଃ ସେ ସ୍ୱୟଂ ଇଂରାଜୀରେ ଲେଖୁଥିଲେ ଅପୂର୍ବ କବିତା ଓ ନାଟକ। ଏପରିକି ମହାଭାରତ ଅନ୍ତର୍ଭୁକ୍ତ ସାବିତ୍ରୀ କିମ୍ବଦନ୍ତୀ ଉପରେ ମଧ୍ୟ ସେ ଏକ ଉପକାବ୍ୟ ରଚନା କରିଥିଲେ। ତାହା ଅବଶ୍ୟ ସମୟ ଢେଉରେ ବର୍ତ୍ତି ରହିପାରିନାହିଁ। ଦ୍ୱିତୀୟରେ ସେ ନିୟମିତ ଯୋଗାଭ୍ୟାସ କରୁଥିଲେ। ତୃତୀୟରେ ଏବଂ ଏକାନ୍ତ ଗୋପନରେ ସେ ତାଙ୍କ ସାନ ଭାଇ ବାରୀନ୍ଦ୍ର କୁମାର ଏବଂ ଅନ୍ୟ କେତେଜଣ ବିଶ୍ୱସ୍ତ ଅନୁଗତଙ୍କ ମାଧ୍ୟମରେ ଭାରତର ବିଭିନ୍ନ ସ୍ଥାନରେ ସ୍ୱଦେଶୀ ଆନ୍ଦୋଳନ ଓ ଏକ ମହାଜାତୀୟ ବିପ୍ଳବ ନିମନ୍ତେ ଯୁବକମାନଙ୍କୁ ପ୍ରସ୍ତୁତ କରାଉଥିଲେ। ତାଙ୍କର ଏହି ଯୋଜନାରେ ତାଙ୍କ ଅନୁଗତ ସମ୍ପ୍ରଦାୟରେ ପରିଣତ ହୋଇଥିଲେ ଜଣେ ଉଚ୍ଚପଦସ୍ଥ ICS କର୍ମଚାରୀ ଚାରୁଚନ୍ଦ୍ର ଦତ୍ତ ତଥା ସାମରିକ ବିଭାଗୀୟ କର୍ମଚାରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି। କିନ୍ତୁ ସେମାନଙ୍କର ପରସ୍ପର ସମ୍ପର୍କ ଏବଂ କାର୍ଯ୍ୟକଳାପ ଏଡ଼େ ଶୃଙ୍ଖଳିତ ଏବଂ ଗୁପ୍ତ ରହିପାରୁଥିଲା ଯେ କେବଳ ବିପ୍ଳବୀମାନଙ୍କ ଛଡ଼ା ଆଉ କେହି ସେସବୁ ବିଷୟରେ କିଛି ଜାଣିପାରୁନଥିଲେ। ଭବାନୀ ମନ୍ଦିର ନାମରେ ବିପ୍ଳବୀମାନଙ୍କର ଏକ ପ୍ରତିଷ୍ଠାନ ଗଢ଼ିବାର ଯୋଜନା ମଧ୍ୟ ହୋଇଥିଲା। ଅବଶ୍ୟ ଏହା ଥିଲା ଦେଶର ମୁକ୍ତି ନିମନ୍ତେ ପ୍ରାଣ ଉତ୍ସର୍ଗ କରୁଥିବା ଯୁବକମାନଙ୍କୁ ଏକତ୍ର କରିବା ଦିଗରେ ଏକ ସଂକେତ। ସ୍ଥୂଳ ମନ୍ଦିର ଗଠନ ଏହାର ଉଦ୍ଦେଶ୍ୟ ନଥିଲା। ଏଥିସକାଶେ ପ୍ରକାଶିତ ପୁସ୍ତିକାର ଆରମ୍ଭରେ କୁହାଯାଇଥିଲା, ଜନନୀ ଭବାନୀଙ୍କୁ ଉତ୍ସର୍ଗୀକୃତ ହେବା ନିମନ୍ତେ ଗିରିମାଳା ଗହନରେ ଏକ ମନ୍ଦିର ଗଠିତ ହେବ। ଜନନୀଙ୍କର ସମସ୍ତ ସନ୍ତାନ ସନ୍ତତିଙ୍କ ନିକଟରୁ ଏହି ପୂତ କାର୍ଯ୍ୟରେ ସହାୟତା କରିବା ନିମନ୍ତେ ଆହ୍ୱାନ ପ୍ରେରଣ କରାଯାଉଛି। କହିବା ବାହୁଲ୍ୟ, ଏଠାରେ ଜନନୀ ବୋଇଲେ ଭାରତ ଜନନୀ।
ଭବାନୀ ମନ୍ଦିର ପୁସ୍ତିକାର ଆଉ କେତୋଟି ଧାଡ଼ି ଏହିପରି। ଆମେ ଯେତିକି ଗଭୀରକୁ ଦୃଷ୍ଟି ଦେବୁ ଆମର ସେତିକି ହୃଦ୍ବୋଧ ହେବ ଯେ ଯେଉଁ ବସ୍ତୁଟି ଆମର ନାହିଁ, ଅନ୍ୟ ସମସ୍ତ କିଛି ପୂର୍ବରୁ ହିଁ ଆମେ ଯାହା ଅର୍ଜନ କରିବା ସକାଶେ ପ୍ରୟାସ କରିବା ଚାହିଁ, ତାହା ହେଲା ଶକ୍ତି, ଶାରୀରିକ ଶକ୍ତି, ମାନସିକ ଶକ୍ତି, ନୈତିକ ଶକ୍ତି ଏବଂ ସର୍ବୋପରି ଆଧ୍ୟାତ୍ମିକ ଶକ୍ତି, ଯାହାକି ବାକି ସବୁର ଏକମାତ୍ର ଅସରନ୍ତି ଅକ୍ଷୟ ଉତ୍ସ। ଆମର ଯଦି ଶକ୍ତି ଥିବ ଆଉ ସବୁକିଛି ସହଜ ଓ ସ୍ୱାଭାବିକ ଭାବରେ ଆମକୁ ମିଳିଯିବ। ଶକ୍ତି ବିହୁନେ ଆମମାନଙ୍କର ଅବସ୍ଥା ସ୍ୱପ୍ନାଚ୍ଛନ୍ନ ମଣିଷ ଭଳି। ହାତ ଥିବ ଅଥଚ କିଛି ଧରିପାରୁନଥିବ ବା ତାହା ଦ୍ୱାରା ଆଘାତ କରିପାରୁନଥିବ। ଗୋଡ଼ ଥିବ ଅଥଚ ଦୌଡ଼ି ପାରୁନଥିବ। ଭବାନୀ ମନ୍ଦିର ପୁସ୍ତିକା ବ୍ୟାପକ ଭାବରେ ପ୍ରଚାରିତ ହୋଇ ସେ ଯୁଗର ଯୁବକମାନଙ୍କୁ ଦେଶ ପ୍ରେମରେ ଉଦ୍ବୁଦ୍ଧ କରିଥିଲା। 1885 ମସିହାରେ ମୁମ୍ବାଇଠାରେ ପ୍ରଥମ ଥର ଭାରତୀୟ ଜାତୀୟ କଂଗ୍ରେସର ଆୟୋଜନ କରିଥିଲେ ଜଣେ ଇଂରେଜ, ଆଲାନ୍ ଓକ୍ଟାଭିଆନ୍ ହ୍ୟୁମ୍। ରାଜନୀତି ଏ ସଂଗଠନର ଉଦ୍ଦେଶ୍ୟ ନଥିଲା, ବରଂ ଶିକ୍ଷିତ ଭାରତୀୟମାନେ କିପରି ଇଂରେଜ ସରକାରଙ୍କର ବଂଶବଦ ରୂପେ ଶାସନକୁ ସହାୟତା ଦେବେ, ତାହା ହିଁ ଥିଲା ଏ ଆୟୋଜନର ଆଭିମୁଖ୍ୟ। କିନ୍ତୁ ଅବିଳମ୍ବେ ଏହା ଭାରତୀୟମାନଙ୍କର ରାଜନୈତିକ ଆଶା ଓ ଉଦ୍ୟମର ମଞ୍ଚରେ ପରିଣତ ହେଲା। ଅବଶ୍ୟ କଂଗ୍ରେସକୁ ସେତେବେଳେ ଆୟତ୍ତରେ ରଖିଥିବା ନେତାମାନେ ସ୍ୱାଧୀନତାର ସ୍ୱପ୍ନ ଦେଖୁନଥିଲେ। ଇଂରେଜ ସରକାରଙ୍କୁ ତୁଷ୍ଟ କରି ସାମାନ୍ୟ କିଛି ସୁବିଧା ସୁଯୋଗ ହାସଲ କରି ନେବା ଥିଲା ସେମାନଙ୍କ ଲକ୍ଷ୍ୟ। ଇଂରେଜର ଏହି ମାନ୍ଦା ନୀତି ବିରୁଦ୍ଧରେ ଶ୍ରୀ ଅରବିନ୍ଦ ମୁମ୍ବାଇରୁ ପ୍ରକାଶ ପାଉଥିବା ଇନ୍ଦୁ ପ୍ରକାଶ ନାମରେ ଏକ ପତ୍ରିକାରେ ଧାରାବାହିକ ଭାବରେ କେତୋଟି ପ୍ରବନ୍ଧ ଲେଖିଲେ 1893 ଏବଂ 1894 ଭିତରେ। ପତ୍ରିକାଟିର ସମ୍ପାଦକ କେ.ଜି. ଦେଶପାଣ୍ଡେ କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ବେଳେ ଶ୍ରୀ ଅରବିନ୍ଦଙ୍କର ବନ୍ଧୁ ଥିଲେ। ଏହି ପ୍ରବନ୍ଧମାଳାର କିୟଦଂଶ। ମୁଁ କଂଗ୍ରେସ ସମ୍ପର୍କରେ ତେଣୁ ଏହା ହିଁ କହିବି, ଏହାର ଲକ୍ଷ୍ୟ ଭୁଲ। ଲକ୍ଷ୍ୟ ହାସଲ କରିବା ଦିଗରେ ଏହାର ମନୋବୃତ୍ତି ଆନ୍ତରିକତାପୂର୍ଣ୍ଣ ନୁହେଁ କି ପ୍ରାଣପୂର୍ଣ୍ଣ ନୁହେଁ। ଏହା ଗ୍ରହଣ କରୁଥିବା ପନ୍ଥା ଠିକ୍ ନୁହେଁ। ଯେଉଁ ନେତୃବର୍ଗଙ୍କ ଉପରେ ଏହା ଆସ୍ଥାଶୀଳ, ସେମାନେ ନେତା ହେଲା ଭଳି ଯୋଗ୍ୟ ବ୍ୟକ୍ତି ନୁହନ୍ତି। ସଂକ୍ଷେପରେ ଆମେ ଅନ୍ଧମାନେ ବର୍ତ୍ତମାନ ଅନ୍ଧଦ୍ୱାରା ନହେଲେ ବି ଏକଚକ୍ଷୁ ବିଶିଷ୍ଟ ବ୍ୟକ୍ତିବର୍ଗଙ୍କ ନେତୃତ୍ୱରେ ବାଟ ଚାଲୁଛୁଁ। ଯେଉଁ ଯୁଗରେ ଗଣତନ୍ତ୍ର ଓ ଅନୁରୂପ ବଡ଼ ବଡ଼ ଶବ୍ଦ ସମୂହ ଅବଲୀଳାକ୍ରମେ ଆମ ଜିଭରୁ ସ୍ଫୁରିତ ହେଉଛି, ସେତେବେଳେ ଜନସାଧାରଣଙ୍କ ବହୁଳାଂଶର ପ୍ରତିନିଧିତ୍ୱ ନ କରି ଗୋଟିଏ ନିର୍ଦ୍ଦିଷ୍ଟ ତଥା ସଂକୁଚିତ ଶ୍ରେଣୀର ପ୍ରତିନିଧିତ୍ୱ କରୁଥିବା କଂଗ୍ରେସ ଅନୁଷ୍ଠାନକୁ ସତ୍ୟତା ଦୃଷ୍ଟିରୁ କଦାପି ଜାତୀୟ ବୋଲି କୁହାଯାଇପାରେ ନା। ଆନ୍ତରିକତା, ଯାହାର ଅନ୍ୟ ନାମ ହିଁ ଶକ୍ତି, ଆମର ତାହା ହିଁ ନାହିଁ। ଭାରତକୁ ପ୍ରତ୍ୟାବର୍ତ୍ତନ କରିବାର ମାତ୍ର କେଇ ମାସ ପରେ ଶ୍ରୀ ଅରବିନ୍ଦ ଏ ପ୍ରବନ୍ଧ ସବୁ ଲେଖୁଥିଲେ। ଅଥଚ ସେସବୁରେ ସେତେବେଳର ରାଜନୈତିକ ପରିସ୍ଥିତି ସମ୍ପର୍କରେ ଯେପରି ଆଲୋଚନା କରାଯାଇଛି, ତାହା ବ୍ୟାପକ ଅଭିଜ୍ଞତା ଭିତରୁ ସମ୍ଭବ ହେବା କଥା। ଶ୍ରୀ ଅରବିନ୍ଦ ଅତି ତୁରନ୍ତ ଯେକୌଣସି ପରିସ୍ଥିତିର ମର୍ମ ବୁଝିପାରୁଥିଲେ। ଭଦୋଦରାରୁ ସେ ମଧ୍ୟେ ମଧ୍ୟେ କଲିକତା ଯାଉଥିଲେ। 1901 ମସିହାରେ ଭୂପାଳ ଚନ୍ଦ୍ର ବୋଷଙ୍କ କନ୍ୟା ମୃଣାଳିନୀ ଦେବୀଙ୍କ ସହ ତାଙ୍କର ବିବାହ ହୋଇଥିଲା। ମୃଣାଳିନୀ ଦେବୀ କିଛିଦିନ ବରୋଦାରେ ରହି କଲିକତା ଲେଉଟି ଯାଇଥିଲେ। ତାଙ୍କ ପାଖକୁ ଶ୍ରୀ ଅରବିନ୍ଦ ଲେଖିଥିବା 3ଟି ଚିଠିରୁ ଶ୍ରୀ ଅରବିନ୍ଦଙ୍କ ଚିନ୍ତାଧାରାର ଏକ ସୁନ୍ଦର ଚିତ୍ର ଆମେ ପାଉଁ। ଏ ଚିଠିଗୁଡ଼ିକ ବ୍ୟକ୍ତିଗତ ଚିଠି। ମୃଣାଳିନୀ ଦେବୀଙ୍କ ବ୍ୟତୀତ ଆଉ କେହି ପଢ଼ିବା କଥା ନୁହେଁ। ଅଥଚ ଆଜି ଏହା ବହୁଳ ପ୍ରଚାରିତ। ଏହା ସମ୍ଭବ ହେଲା କିପରି? ଏ ପତ୍ର ସଂକଳନର ପ୍ରଥମ ସଂସ୍କରଣରେ ପ୍ରକାଶକ ଯେଉଁ ଭୂମିକା ଲେଖିଥିଲେ,
ତାହା ହିଁ ଏହାର ଉତ୍ତର ଦେବ। ଏହି ପୁସ୍ତିକାରେ ପ୍ରକାଶିତ ପତ୍ର 3 ଖଣ୍ଡ 1908 ମସିହାରେ 48 ନମ୍ବର ଗ୍ରେ ଷ୍ଟ୍ରିଟ୍ସ୍ଥ ଶ୍ରୀ ଅରବିନ୍ଦଙ୍କ ବସା ଖାନତଲାସ ହେଲାବେଳେ ମିଳିଥିଲା। ସେସବୁକୁ ଆଲିପୁର ଷଡ଼ଯନ୍ତ୍ର ମାମଲାରେ ଅଦାଲତରେ ଉପସ୍ଥାପନ କରାଯାଇଥିଲା। ଏହି ପତ୍ରଗୁଡ଼ିକରେ ସେ ଗୋପନରେ ତାଙ୍କ ସ୍ତ୍ରୀଙ୍କୁ ଯେଉଁ କଥା କହିବାକୁ ଚାହିଁଥିଲେ, ସେଥିରେ ତାଙ୍କ ସମସ୍ତ ଜୀବନ ହିଁ ପ୍ରକାଶିତ ହୋଇପଡ଼ିଛି। ଶେଷରେ ଗୋଟିଏ ଦୁଃଖଦ ସମ୍ବାଦ ଦେବାକୁ ହେଉଛି ଯେ, ଯାହାଙ୍କ ପାଇଁ ଏ ପତ୍ରଗୁଡ଼ିକ ରଚିତ, ସେହି ଅରବିନ୍ଦଙ୍କ ପତ୍ନୀ ଦେବୀ ମୃଣାଳିନୀ ଗତ 1325 ସାଲ ପୌଷ 2 ଦିନ ମଙ୍ଗଳବାର ପୂର୍ଣ୍ଣିମା ତିଥିରେ ଜୀବନରେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ପତିଙ୍କ ଛବି ଖଣ୍ଡିକ ପ୍ରତି ଅନିମେଷ ଦୃଷ୍ଟି ରଖି ତାଙ୍କରି କଥା ଚିନ୍ତା କରୁ କରୁ ଇହ ଜଗତ ପରିତ୍ୟାଗ କରିଛନ୍ତି। ଇତି 15 ଅଗଷ୍ଟ 1919 ଚନ୍ଦନନଗର, ଶ୍ରୀ ମତିଲାଲ ରାୟ। ଏହି ଚିଠି ତ୍ରୟରୁ ପ୍ରଥମଟିର କିୟଦଂଶ। ମୋର 3ଟି ପାଗଳାମୀ ଅଛି। ପ୍ରଥମ ପାଗଳାମୀ ହେଲା, ମୋର ଦୃଢ଼ ବିଶ୍ୱାସ ଭଗବାନ ଯେଉଁ ଗୁଣ, ଯେଉଁ ପ୍ରତିଭା, ଯେଉଁ ଉଚ୍ଚଶିକ୍ଷା ଓ ବିଦ୍ୟା, ଯେଉଁ ଧନ ଦେଇଛନ୍ତି, ସେସବୁ ହିଁ ଭଗବାନଙ୍କର। ଯାହା ପରିବାର ଭରଣ ପୋଷଣରେ ଲାଗିଥାଏ, ଆଉ ଯାହା ନିତାନ୍ତ ଆବଶ୍ୟକ, ସେତକ ନିଜ ପାଇଁ ଖର୍ଚ୍ଚ କରିବାର ଅଧିକାର। ଯାହା ବାକି ରହିଲା, ତାହା ଭଗବାନଙ୍କୁ ଫେରସ୍ତ ଦେବା ଉଚିତ। ମୁଁ ଯଦି ସବୁ ନିଜ ପାଇଁ, ସୁଖ ପାଇଁ, ବିଳାସ ପାଇଁ ଖର୍ଚ୍ଚ କରିବି, ତେବେ ମୁଁ ଚୋର। ଏହି ଦୁର୍ଦ୍ଦିନରେ ସମସ୍ତ ଦେଶ ମୋ ଦ୍ୱାର ଦେଶରେ ଆଶ୍ରିତ। ମୋର 30 କୋଟି ଭାଇ ଭଉଣୀ ଏ ଦେଶରେ। ସେମାନଙ୍କ ଭିତରୁ ଅନେକେ ମରୁଛନ୍ତି ଅନାହାରରେ। ଅଧିକାଂଶ କଷ୍ଟ ଦୁଃଖ ଜର୍ଜରିତ ହୋଇ କୌଣସି ପ୍ରକାରେ ବଞ୍ଚି ରହିଛନ୍ତି। ସେମାନଙ୍କର ହିତ କରିବା ଦରକାର। କ'ଣ କହୁଛ? ଏ ବିଷୟରେ ମୋର ସହଧର୍ମିଣୀ ହେବ? କେବଳ ସାମାନ୍ୟ ଲୋକ ଭଳି ଖାଇ ପିଇ ପିନ୍ଧି ଯାହା ପ୍ରକୃତରେ ଦରକାର, ସେତିକି ଛଡ଼ା ଆଉ ସବୁ ଭଗବାନଙ୍କୁ ଦେବି। ଏହା ହିଁ ମୋର ଇଚ୍ଛା। ତମେ ମତ ଦେଲେ, ତ୍ୟାଗ ସ୍ୱୀକାର କରିପାରିଲେ ହିଁ ମୋର ଉଦ୍ଦେଶ୍ୟ ପୂର୍ଣ୍ଣ ହେବ। ତୁମେ କହୁଥିଲ ମୋର କିଛି ଉନ୍ନତି ହେଲା ନାହିଁ। ଗୋଟିଏ ଉନ୍ନତିର ପଥ ଦେଖାଇଦେଲି। ସେ ପଥରେ ଯିବ କି? ଦ୍ୱିତୀୟ ପାଗଳାମୀ ସମ୍ପ୍ରତି ମୋତେ ଆୟତ୍ତ କରିଛି। ଆଜିକାଲିର ଧର୍ମ, ଭଗବାନଙ୍କ ନାମ କଥାରେ କଥାରେ ଉଚ୍ଚାରଣ, ସମସ୍ତଙ୍କ ଆଗରେ ପ୍ରାର୍ଥନା, ଲୋକଙ୍କୁ ଦେଖାଇବା କି ମୁଁ ଧାର୍ମିକ, ତାହା ମୁଁ ଚାହେଁନା। ଈଶ୍ୱର ଯଦି ଥାଆନ୍ତି, ତାହେଲେ ତାହାଙ୍କ ଅସ୍ତିତ୍ୱ ଅନୁଭବ କରିବାର, ତାହାଙ୍କ ସହ ସାକ୍ଷାତ କରିବାର କୌଣସି ନା କୌଣସି ପଥ ରହିଥିବ। ସେ ପଥ ଯେତେ ଦୁର୍ଗମ ହେଉ, ମୁଁ ସେ ପଥରେ ଯିବାର ଦୃଢ଼ ସଂକଳ୍ପ କରି ବସିଛି। ହିନ୍ଦୁ ଧର୍ମ କହେ, ନିଜ ଶରୀରରେ, ନିଜ ମନ ମଧ୍ୟରେ ସେ ପଥ ରହିଛି। ଯିବାର ନିୟମ ଦେଖାଇ ଦିଆ ହୋଇଛି। ସେସବୁ ପାଳନ କରିବାକୁ ଆରମ୍ଭ କରିଛି। ମାସଟିଏ ମଧ୍ୟରେ ଅନୁଭବ କରିପାରିଲି। ସେ ସମସ୍ତ ଉପଲବ୍ଧି କରୁଛି। ବର୍ତ୍ତମାନ ମୋର ଇଚ୍ଛା ତୁମକୁ ମଧ୍ୟ ସେହି ପଥରେ ନେଇଯିବି। ଠିକ୍ ସଙ୍ଗେ ସଙ୍ଗେ ଯାଇପାରିବ ନାହିଁ, କାରଣ ତୁମର ଏବେ ଜ୍ଞାନ ହୋଇନାହିଁ। କିନ୍ତୁ ମୋତେ ଅନୁସରଣ କରି ଆସିବାରେ କିଛି ବାଧା ନାହିଁ। ସେ ପଥରେ ସିଦ୍ଧି ସମସ୍ତଙ୍କର ହୋଇପାରେ, କିନ୍ତୁ ପ୍ରବେଶ କରିବା ନିର୍ଭର କରେ ଇଚ୍ଛା ଉପରେ। କେହି ତୁମକୁ ଧରି ନେଇ ଯାଇପାରିବ ନାହିଁ। ଯଦି ମତ ଥାଏ, ତେବେ ଏ ସମ୍ପର୍କରେ ଆହୁରି ଲେଖିବି। ତୃତୀୟ ପାଗଳାମୀ ହେଲା, ଅନ୍ୟ ଲୋକେ ସ୍ୱଦେଶକୁ ଗୋଟିଏ ଜଡ଼ ପଦାର୍ଥ, କେତେଗୁଡ଼ିଏ ପ୍ରାନ୍ତର, କ୍ଷେତ୍ର, ବନ, ପର୍ବତ, ନଦୀ ବୋଲି ଜାଣନ୍ତି। ମୁଁ ସ୍ୱଦେଶକୁ ମା ବୋଲି ଜାଣେ, ଭକ୍ତି କରେ, ପୂଜା କରେ। ମାର ଛାତି ଉପରେ ବସି ଯଦି ଗୋଟାଏ ରାକ୍ଷସ ରକ୍ତପାତ କରିବାକୁ ଉଦ୍ୟତ, ତେବେ ସନ୍ତାନ କ'ଣ କରେ? ସେ କ'ଣ ନିଶ୍ଚିତ ଭାବରେ ଆହାର କରିବାକୁ ବସେ, ନା ମାକୁ ଉଦ୍ଧାର କରିବାକୁ ଦୌଡ଼ିଯାଏ?
ମୁଁ ଜାଣେ ଏହି ପତିତ ଜାତିକୁ ଉଦ୍ଧାର କରିବାର ବଳ ମୋର ରହିଛି। ଶାରୀରିକ ବଳ ନୁହେଁ, ତରବାରୀ ବା ବନ୍ଧୁକ ନେଇ ମୁଁ ଯୁଦ୍ଧ କରିବାକୁ ଯାଉନାହିଁ। ଜ୍ଞାନର ବଳ। କ୍ଷାତ୍ର ତେଜ ଏକମାତ୍ର ତେଜ ନୁହେଁ, ବ୍ରହ୍ମ ତେଜ ମଧ୍ୟ ରହିଛି। ସେହି ତେଜ ଜ୍ଞାନ ଉପରେ ପ୍ରତିଷ୍ଠିତ। ଏହି ଭାବ ନୂତନ ନୁହେଁ, ଆଜିକାଲିର ନୁହେଁ। ଏଇ ଭାବ ନେଇ ମୁଁ ଜନ୍ମିଥିଲି। ଏଇ ଭାବ ମୋର ଜନ୍ମଗତ। ଭଗବାନ ଏଇ ମହାବ୍ରତ ସାଧନ କରିବାକୁ ମୋତେ ପୃଥିବୀକୁ ପଠାଇଥିଲେ। ମୁଁ ଭଲ ଲୁଗା ପିନ୍ଧିବି, ଭଲ ଆହାର କରିବି, ହସିବି, ନାଚିବି, ଯେତେ ପ୍ରକାରର ସୁଖ ସବୁ ଭୋଗ କରିବି। ଏହି ପ୍ରକାର ମନର ଅବସ୍ଥାକୁ ଉନ୍ନତି କୁହାଯାଏ ନାହିଁ। ମୋ ସାଥିରେ ଆସ। ଜଗତରେ ଭଗବାନଙ୍କ କାମ କରିବାକୁ ଆସିଛୁ। ସେହି କାମ ଆରମ୍ଭ କରିବା।